ଆଜି ଆମେ ସେଇ ଛୋଟ ଜିନିଷଟା ବିଷୟରେ କଥା ହେବା ଯାହା ଆମ ସମସ୍ତଙ୍କ ପାଖେ କୋଉଠି ନା କୋଉଠି ଥାଏ ପରା ୟୁଏସବି ଡ୍ରାଇଭ୍। ହଁ, ପକେଟରେ କି ଡ୍ରୟରରେ। ହଁ, କିନ୍ତୁ ଏଇଟା ଖାଲି ଫାଇଲ୍ ଏପଟ ସେପଟ କରିବା ପାଇଁ ନୁହେଁ। ଆମ ପାଖରେ ଗୋଟେ ଲେଖା ଅଛି, ଶୀର୍ଷକ ହେଉଛି ୟୁଏସବି ଡ୍ରାଇଭ୍ ତଥ୍ୟ ସଂରକ୍ଷଣର ଭବିଷ୍ୟତ। ଓହୋ। ହଁ, ଏଥିରେ ଏହାର ଟେକ୍ନିକାଲ ଦିଗ ଆଉ ଆଗକୁ କ'ଣ ହେଇପାରେ ସେ ବିଷୟରେ କିଛି ମଜାଦାର କଥା ଅଛି। ତେବେ ଚାଲନ୍ତୁ ଦେଖିବା ଏଥିରେ କ'ଣ ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ହଁ, ନିଶ୍ଚୟ। ଆମେ ସମସ୍ତେ ତ ଏହାକୁ ସାଧାରଣତଃ ପେନ୍ ଡ୍ରାଇଭ୍ କହୁ, ନହେଲେ ଫ୍ଲାsh ଡ୍ରାଇଭ୍। ହଁ, ତ ଲେଖାଟା ପ୍ରଥମରୁ ହିଁ କହୁଛି ଯେ ଏହା ଏକ ସେକେଣ୍ଡାରୀ ଷ୍ଟୋରେଜ୍ ଡିଭାଇସ୍। ସେକେଣ୍ଡାରୀ ଷ୍ଟୋରେଜ୍ ମାନେ ସରଳ ଭାଷାରେ କହିବାକୁ ଗଲେ ଏଇଟା କମ୍ପ୍ୟୁଟରର ମୁଖ୍ୟ ମେମୋରି ଯେମିତିକି ରାମ୍ ସେମିତି ନୁହେଁ। ରାମ୍ରେ ତ କାମ ଚାଲିଥିବା ବେଳେ ହିଁ ଡାଟା ରହେ। ହୁଁ କିନ୍ତୁ ଏଇଟା ହେଉଛି ଗୋଟେ ଅଲଗା ଜାଗା ଯୋଉଠି ଆମେ ଫାଇଲ୍ ସବୁ ସାଇତି ରଖିପାରିବା କିମ୍ବା ଗୋଟେ କମ୍ପ୍ୟୁଟରରୁ ଆଉ ଗୋଟେ କମ୍ପ୍ୟୁଟରକୁ ନେବାଣିବା କରିପାରିବା। ଆଚ୍ଛା, ବୁଝିଲି। ଆଉ ଲେଖାଟି ଏହାର କାମ କରିବା ପ୍ରଣାଳୀ ବିଷୟରେ କ'ଣ କହୁଛି? ସେଠି ଫ୍ଲାସ୍ ମେମୋରି ବୋଲି କିଛି ଲେଖା ଅଛି। ଏହାର ମାନେ କ'ଣ? ଏଇଟା ହେଉଛି ଏହାର ମୂଳ କଥା। ଫ୍ଲାsh ମେମୋରି ହେଉଛି ଏକ ପ୍ରକାର ସଲିଡ୍ ଷ୍ଟେଟ୍ ଷ୍ଟୋରେଜ୍। ସଲିଡ୍ ଷ୍ଟେଟ୍? ହଁ, ମାନେ ଏଥିରେ ପୁରୁଣା ହାର୍ଡ ଡ୍ରାଇଭରେ କୌଣସି ଚଳନ୍ତା ପାର୍ଟସ୍ ନାହିଁ, କିଛି ଘୁରୁନି ଭିତରେ। ଆଚ୍ଛା। ଏଇଥିପାଇଁ ଏହା ବେଶୀ ଟେକାଉ, ମାନେ ଡ୍ୟୁରେବଲ୍, ଆଉ କାମ ବି ଶୀଘ୍ର କରେ। ଆଉ ଗୋଟେ ବଡ଼ କଥା କ'ଣ କି ଏଇଟା ନନ୍ ଭୋଲାଟାଇଲ୍। ନନ୍ ଭଲେଟାଇଲ୍? ମାନେ ପାୱାର ବନ୍ଦ କରିଦେଲେ ବି ଭିତରେ ଥିବା ତଥ୍ୟ ଲିଭିଯାଏ ନାହିଁ, ସେମିତି ସାଇତା ହିଁ ରହେ। ଓହୋ, ବୁଝିଲି। ସେଇଥିପାଇଁ ତ ଏତେ ଛୋଟ ଜିନିଷରେ ଏତେ ଡାଟା ରଖିଯାଉଛି। ଏକଦମ। ଏହି କାରଣରୁ ହିଁ ଏଟା ସମ୍ଭବ ହେଲା। ଠିକ୍। ତେବେ ଲେଖା ଅନୁସାରେ ଏହାର ବ୍ୟବହାର କେବଳ ଫାଇଲ୍ ନେବା ଆଣିବାରେ ସୀମିତ ନୁହେଁ ବୋଧେ। ଆମେ ତ ଦେଖିଛେ ସମୟ ସହିତ ଏହାର କ୍ଷମତା କ୍ୟାପାସିଟି ବହୁତ ବଢ଼ିଛି ଆଉ ସ୍ପିଡ୍ ବି ବଢ଼ିଛି। ନିଶ୍ଚୟ ନିଶ୍ଚୟ। ଯେମିତି ଆଗେ ୟୁଏସବି 2.0 ଥିଲା, ଏବେ ତ ୟୁଏସବି 3.0, 3.1 ଏମିତି କେତେ କ'ଣ ଆସିଲାଣି। ହଁ, ଲେଖାଟା ସେଇଆ ହିଁ କହୁଛି। ଏହାର ସହଜ ବ୍ୟବହାର ମାନେ ପ୍ଲଗ୍ ଆଣ୍ଡ ପ୍ଲେ ଆଉ ଛୋଟ ଆକାର ଯୋଗୁଁ ଏଇଟା ଖାଲି ଫାଇଲ୍ ଟ୍ରାନ୍ସଫର ପାଇଁ ନୁହେଁ, ବରଂ ସଫ୍ଟୱେର୍ ଇନଷ୍ଟଲ୍ କରିବା ପାଇଁ, ସିଷ୍ଟମ୍ ବୁଟ୍ କରିବା ପାଇଁ, ଏମିତିକି କେହି କେହି ପୁରା ଅପରେଟିଂ ସିଷ୍ଟମ୍ ବି ଏଥିରେ ରଖି ଚଲଉଛନ୍ତି। ଆରେ ବାଃ! ଆଉ ଭାବନ୍ତୁ, ଯେତେବେଳେ କ୍ଲାଉଡ୍ ଷ୍ଟୋରେଜ୍ ଏତେ ନଥିଲା, ସେତେବେଳେ ତ ଏଇଟା ହିଁ ମୁଖ୍ୟ ମାଧ୍ୟମ ଥିଲା ଡାଟା ଏଠୁ ସେଠିକି ସହଜରେ ନେବା ପାଇଁ। ହଁ ପରା, ସେଇଟା ଠିକ୍। ଏବେ ଆସିବା ସବୁଠୁ ମଜାଦାର କଥାକୁ, ଭବିଷ୍ୟତ। ଲେଖାର ଶୀର୍ଷକ ହିଁ ଅଛି ତଥ୍ୟ ସଂରକ୍ଷଣର ଭବିଷ୍ୟତ। ତେବେ ୟୁଏସବି ଡ୍ରାଇଭ୍ର ଭବିଷ୍ୟତ କ'ଣ ହେବ ବୋଲି ଲେଖାଟି କହୁଛି? ଏଗୁଡ଼ିକ ଆଉ ରହିବ ନା ସବୁ କ୍ଲାଉଡ୍ ନେଇଯିବ? ଦେଖନ୍ତୁ, ଲେଖାଟା ଗୋଟେ ବ୍ୟାଲେନ୍ସଡ୍ କଥା କହୁଛି। କହୁଛି ଯେ ୟୁଏସବି ଡ୍ରାଇଭ୍ଗୁଡ଼ିକର ବିକାଶ ବନ୍ଦ ହେବନି, ଜାରି ରହିବ। ଆଚ୍ଛା। ହଁ, ଆମେ ଆହୁରି ଅଧିକ କ୍ଷମତା ଦେଖିବାକୁ ପାଇବା। ଏବେ ତ ଟେରାବାଇଟ୍ସରେ ଆସିଲାଣି, ଆହୁରି ବଢ଼ିବ। ଆଉ ସ୍ପିଡ୍ ବି ବଢ଼ିବ, ଯେମିତି ୟୁଏସବି 4 କଥା କୁହାଯାଉଛି। ଆଉ ଯେହେତୁ ଏବେ ସବୁଆଡ଼େ USB-C ପୋର୍ଟ ବ୍ୟବହାର ହେଲାଣି, ସେହି ଅନୁସାରେ ନୂଆ ଡିଜାଇନ୍ ବି ଆସିବ। ହଁ, ସେଇଟା ତ ଦେଖାଗଲାଣି। କିନ୍ତୁ କ୍ଲାଉଡ୍ ଷ୍ଟୋରେଜ୍ ବଢ଼ୁଛି ସତ, ହେଲେ ଲେଖା ଅନୁସାରେ ଏଇ ଯୋଉ ଫିଜିକାଲ୍ ଡ୍ରାଇଭ୍ ଅଛି, ତାର ଆବଶ୍ୟକତା ରହିବ। କାହିଁକି? ବିଶେଷ କରି ଯେଉଁଠି ଭଲ ଇଣ୍ଟରନେଟ୍ ନାହିଁ କିମ୍ବା ବହୁତ ବଡ଼ ବଡ଼ ଫାଇଲ୍ ଅଛି ଯାହାକୁ ଶୀଘ୍ର ଟ୍ରାନ୍ସଫର କରିବାର ଅଛି। ହଁ, ସେଠି କ୍ଲାଉଡ୍ କାମ ଦେବନି। ହଁ, ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ତଥ୍ୟକୁ ପୁରା ନିଜ ପାଖରେ, ନିଜ ନିୟନ୍ତ୍ରଣରେ ରଖିବାକୁ ଚାହାନ୍ତି। ସେମାନଙ୍କ ପାଇଁ ଏହା ଭଲ। ବୁଝିଲି। କିନ୍ତୁ ଗୋଟେ କଥା, ଏତେ ଛୋଟ ଆଉ ଏତେ ସହଜରେ ଏପଟ ସେପଟ ନାହିଁ ହେଉଛି, ତାହେଲେ ସୁରକ୍ଷା କଥା କ'ଣ? ସେ ବିଷୟରେ କିଛି ଚିନ୍ତା ନାହିଁ କି? ଲେଖାରେ କିଛି ଅଛି? ହଁ, ନିଶ୍ଚୟ ଅଛି। ସେଇଟା ଗୋଟେ ବହୁତ ବଡ଼ ପ୍ରସଙ୍ଗ। ଲେଖାରେ ସେ କଥା ଉଠାଯାଇଛି। କାରଣ ଏତେ ଛୋଟ ତ ସହଜରେ ହଜିଯାଇପାରେ। ହଁ, ବହୁତ ହୁଏ। କିମ୍ବା ଚୋରି ବି ହେଇପାରେ। ଆଉ ସେଥିରେ ଯଦି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବ, ତାହେଲେ ଭୁଲ ଲୋକ ହାତକୁ ଚାଲିଯିବ। ସେଇଟା ଗୋଟେ ଡର। ଆହୁରି ଗୋଟେ କଥା ହେଲା, ଏଇଟା ଭାଇରସ୍ କିମ୍ବା ମ୍ୟାଲୱେର୍ ଗୋଟେ କମ୍ପ୍ୟୁଟରରୁ ଆଉ ଗୋଟେ କମ୍ପ୍ୟୁଟରକୁ ନେବାରେ ବହୁତ ସାଧାରଣ ମାଧ୍ୟମ। ଗୋଟେ ସଂକ୍ରମିତ ଫାଇଲ୍ ନେଇଗଲେ ସବୁଠି ବ୍ୟାପିଯିବ। ହଁ, ସେଇଟା ବି ହୁଏ। ତାହେଲେ ଏହାର କିଛି ସମାଧାନ ଅଛି? ହଁ, ଲେଖାରେ କିଛି କଥା କୁହାଯାଇଛି। ଯେମିତିକି ଏମିତି ୟୁଏସବି ଡ୍ରାଇଭ୍ ବ୍ୟବହାର କରିବା ଯୋଉଥିରେ ହାର୍ଡୱେର୍ ଏନକ୍ରିପ୍ସନ୍ ଥିବ। ଏନକ୍ରିପ୍ସନ୍ ମାନେ ପାସୱାର୍ଡ ଭଳି? ହଁ, କିନ୍ତୁ ଆହୁରି ସୁରକ୍ଷିତ, ଡାଟାଟା କୋଡ୍ ହେଇକି ରହିବ। ଆଉ କିଛି ସୁରକ୍ଷିତ ୟୁଏସବି ମାନକ ମାନେ ଷ୍ଟାଣ୍ଡାର୍ଡସ୍ ଅଛି, ସେଗୁଡ଼ିକୁ ଆପଣେଇବା କଥା ବି କୁହାଯାଇଛି। ବୁଝିଲି। ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ
এই যে ଛୋଟ USB ଡ୍ରାଇଭ୍କୁ ଆମେ ଏତେ ସାଧାରଣ ଭାବିଦେଉ ହୁଁ ସେଇଟା ବାସ୍ତବରେ ଟେକ୍ନୋଲୋଜି ଦୁନିଆରେ ଗୋଟେ ବଡ଼ ଭୂମିକା ନେଇଛି। ଏହା ଆମେ ତଥ୍ୟ ସହିତ କେମିତି କାମ କରୁଛେ ସେଇ ପ୍ରଣାଳୀକୁ ବଦଳେଇ ଦେଇଛି। ଆଉ ଲେଖା ଯାହା କହୁଛି ଏହାର ଯାତ୍ରା ଏବେ ବି ଶେଷ ହୋଇନି। ଏକଦମ। କିନ୍ତୁ ଏଠି ଗୋଟେ କଥା ଭାବିବାକୁ ପଡ଼ିବ, ଯେତେବେଳେ ସବୁକିଛି ଧୀରେ ଧୀରେ କ୍ଲାଉଡ୍ ଆଡ଼କୁ ଯାଉଛି, ସବୁକିଛି ୱାୟାରଲେସ୍ ହେଉଛି, ହଁ ସେତେବେଳେ ଏଇଭଳି ଗୋଟେ ଭୌତିକ ଜିନିଷ ମାନେ ଯାହାକୁ ଆମେ ହାତରେ ଧରିପାରୁଛେ, ଏମିତି ଗୋଟେ ଡାଟା ଷ୍ଟୋରେଜ ଉପକରଣର ଆବଶ୍ୟକତା କାହିଁକି ରହିବ? ଭଲ ପ୍ରଶ୍ନ। ଏହା ଭବିଷ୍ୟତରେ ଆମର କେଉଁ ମୌଳିକ ଆବଶ୍ୟକତା କିମ୍ବା ବୈଶ୍ୱିକ ଆବଶ୍ୟକତା ପୂରଣ କରି ଚାଲିଥିବ? ଏଟା ଟିକେ ଭାବିବାର ବିଷୟ।